ଜୟ ଜଗନ୍ନାଥ। ସର୍ବପ୍ରଥମେ ଜଗତନାଥ ଜଗନ୍ନାଥଙ୍କର ଚରଣ କମଳରେ ଭକ୍ତିତ୍ୱ ପ୍ରଣାମ ଜଣାଉଛି। ସୀମାନ୍ତ ରଥଯାତ୍ରାର ଏହା 25ତମ ବର୍ଷ। 2000 ମସିହାରେ ରଥ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା କମିଟି। କରୋନା ବର୍ଷ ରଥ ଚାଲିବା ବନ୍ଦ ଥିଲା, ତେଣୁ ଏହି ବର୍ଷକୁ ଆମେ 25 ବର୍ଷରେ ନେଉଛି। 25 ବର୍ଷ ଏକ ଲମ୍ବା ସମୟ ବର୍ଷ। ଏହି କାର୍ଯ୍ୟକ୍ରମକୁ ଏ କମିଟି 2ଟି ଜିଲ୍ଲାର ସଂଯୋଗସ୍ଥଳୀ ବାଲେଶ୍ୱର, ମୟୂରଭଞ୍ଜ ଏବଂ ତାହାର ନାଁ ସୀମାନ୍ତ ରଥଯାତ୍ରା। ଢେଙ୍କୁଆ, ମଙ୍ଗଳପୁର, ରାଉତରାପୁର, ସେପଟେ ବରସାଇ ବ୍ଲକ, ଏପଟେ ରମଣା ବ୍ଲକ, 2ଟି ବ୍ଲକର ଏଇ ଯେଉଁ ସଂଯୋଗସ୍ଥଳୀ, ସେପଟେ ଉଦୁଲା ବ୍ଲକ, 3ଟି ଅଞ୍ଚଳରେ ସଂଯୋଗସ୍ଥଳୀ। ସୀମାନ୍ତ ରଥଯାତ୍ରାର ଏ ଅଞ୍ଚଳର ଲୋକମାନେ ଭାତୃତ୍ୱ ବନ୍ଧନରେ ବାନ୍ଧି ହୋଇଥାନ୍ତି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସକାଳେ ସୂର୍ଯ୍ୟ ପୂଜା, ମଇଲମ, ଋଷହୋମ ଏବଂ ତାପରେ ରଥ ପ୍ରତିଷ୍ଠା, ତାପରେ ପହଣ୍ଡିରେ ବିଜେ ହୋଇ ଠାକୁର ରଥାରୂଢ଼ ହେଲେ। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ରଥ ଟଣା ହେଲା। ରଥ ଟଣା କାର୍ଯ୍ୟକ୍ରମ ଅଛି। ବର୍ତ୍ତମାନ ମାଉସୀ ମନ୍ଦିର ନିକଟରେ ପହଞ୍ଚି ହଜାର ହଜାର ବର୍ଷା ସତ୍ତ୍ୱେ ହଜାର ହଜାର ଭକ୍ତଙ୍କର ସମାବେଶ। ଯେଉଁଭଳି ଲୋକଙ୍କର ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଉତ୍କଣ୍ଠା, ଆଜି ମୁଁ ବାସ୍ତବରେ ତା ଉପଲବ୍ଧି କଲି। ବର୍ଷାକୁ ଖାତିର ନକରି ଏ ଅଞ୍ଚଳର ଭାଇ, ଏ ଅଞ୍ଚଳର ମା ମାନେ ଆଜି ଦୌଡ଼ି ଆସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ଦର୍ଶନ କରିବା ପାଇଁ। ପ୍ରଭୁ ରତ୍ନବେଦୀ ଛାଡ଼ି ରଥାରୂଢ଼ ହୋଇ ଆସିଥାନ୍ତି ଭକ୍ତଙ୍କୁ ଦର୍ଶନ ଦେଖିବା ପାଇଁ। ଚର୍ମ ଚକ୍ଷୁରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରେ, ପ୍ରତି ଜନ୍ମର ପୁଣ୍ୟ ପାଏ। ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବି, ପ୍ରଭୁ ଏ ଅଞ୍ଚଳବାସୀଙ୍କୁ ସୁଖରେ, ଶାନ୍ତିରେ ଏବଂ ସୁସ୍ଥରେ ରଖନ୍ତୁ। ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସୁଦୂର ପୁରୀରୁ ଯେଉଁ ଭଜନ ଭାଇମାନେ ଅଛନ୍ତି ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। 9 ଦିନ ଯାକ ପ୍ରବଚନ, ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କମିଟି ହାତକୁ ନେଇଛି। ପ୍ରସାଦ ସେବନ, ଯେଉଁଭଳି ବିଧିବିଧାନ ସବୁ କରାଯାଇଛି। ପୁରୀରୁ ଆମର ଯେଉଁ ପ୍ରତ୍ୟେକ ବର୍ଷ ପଣ୍ଡିତ ମଣ୍ଡଳୀ ଆସିଛନ୍ତି, ସେମାନଙ୍କ ନିର୍ଦ୍ଦେଶରେ ରଥ କାର୍ଯ୍ୟକ୍ରମ ହୋଇଥାଏ। ଚଳିତ ବର୍ଷ ସେୟା ହେଇଛି। ପୁଣି ଥରେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବି ଏ ଅଞ୍ଚଳବାସୀକୁ କୃଷିରେ, ଯେହେତୁ କୃଷି ପ୍ରଧାନ ଅଞ୍ଚଳ, କୃଷିମୟ କରନ୍ତୁ, ଶସ୍ୟ ସମୟରେ ଭରପୁର ସମସ୍ତଙ୍କୁ ସୁସ୍ଥରେ ରଖନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।